ଛୁଆଟା ବୁଢା କଥା ମୁଁ 9 ମାସ ହେଲା ଦେଖୁଛି ରାସ୍ତାରେ ସବୁବେଳେ ଅଧ କିଲୋମିଟର ଯାଏ ପାଣି ଚାଲୁଛି। ଏବେ ତ ଆପଣ ଶୀତ ଦିନ ଦେଖୁଛନ୍ତି ଭିଜୁଆଲ ଅଳ୍ପ ପାଣି ଦେଖୁଛନ୍ତି। ବର୍ଷା ଦିନେ ଆସିବେ ଦେଖିବେ ହାଫ୍ କିଲୋମିଟର ଯାଏ ସେମିତି ପାଣି ଚାଲିଛି, ଲୋକ ଯିବା ଆସିବା କରୁଛନ୍ତି। ଆମେ ଆଖି ଆଗରେ 3-4 ଜଣ ସ୍ତ୍ରୀ ଲୋକଙ୍କୁ ଏଇଠି ପଡ଼ିବା, ଏଇଠି ପଡ଼ିଯାଆନ୍ତି ପାଣିରେ, ତାଙ୍କୁ ଆମେ ଉଠେଇକିରି ନେଇକିରି ବି ଯାଇଛୁ ମେଡ଼ିକାଲ। ମାନେ ସମସ୍ତଙ୍କର ତ ବାଲାନ୍ସ ରହିବନି ନା, ପାଣି ଭିତରେ ଚଲେଇବାର ଅଭ୍ୟାସ ନାହିଁ। ଛୋଟ ଚକ ଗଳି ପଡ଼ୁଛନ୍ତି 4-5 ଜଣ ସ୍ତ୍ରୀ ଲୋକ, ଛୋଟ ଛୁଆ, ସ୍କୁଲ ଛୁଆ ହଇରାଣ ହେଉଛନ୍ତି। କିଏ ଚାଲିକିରି ମନ୍ଦିର ଯିବେ, ଏଗୁଡ଼ା ବର୍ଜ୍ୟବସ୍ତୁ ପାଣି, ମଳ ପାଣି ଏଗୁଡ଼ା। ଆକୁ ଯାଇକିରି ଆସୁଛି ଆକ୍ଚୁଆଲି ଆମେ ଦେଖୁଛୁ ଯେ ମ୍ୟୁନିସିପାଲିଟି ପାଖରୁ ତାର ମାନେ ଆସୁଛି, କିନ୍ତୁ ନିଷ୍କାସନ ପ୍ରୋସେସ ତାଙ୍କର ବହୁତ ଥର ଜଣା ହେଇଛି। ନିକଟସ୍ଥ ସବୁ ପ୍ରକାର ଆଡମିନିଷ୍ଟ୍ରେସନକୁ ଜଣା ହେଇଛି, ପ୍ରଶାସନକୁ, ବିଧାୟକ ଡାଇରେକ୍ଟର ମନ୍ତ୍ରୀଙ୍କୁ ବି ଜଣା ହେଇଛି। କିଛି କୌଣସି ଆକ୍ସନ ନାହିଁ। ଖାଲି ଗୋଟେ ଷ୍ଟେଟମେଣ୍ଟ ଦଉଛନ୍ତି ଯେ 7 ଦିନ କି 3 ମାସ ଭିତରେ ଆମେ ଚାହୁଁଛନ୍ତି। ଏବେ ଆମେ ଚାହୁଁଛୁ ସେମିତି ଅବ୍ୟାହତ ରହିବ ଏ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ। ଯେମିତି ପବ୍ଲିକ ଟ୍ରାନ୍ସପୋର୍ଟ ବ୍ରେକ୍ ହେଇଛି ସେମିତି ବ୍ରେକ୍ ହବ। ଲୋକ ହଇରାଣ ହେଲେ ସରକାର କିଛି ଷ୍ଟେପ୍ ନେବେ, ନହେଲେ ଅଦରୱାଇଜ କେହି ଷ୍ଟେପ୍ ନେଉନାହାନ୍ତି। କ'ଣ ପାଇଁ ନା ଯିଏ ଭୁକ୍ତଭୋଗୀ, ଯିଏ ପ୍ରକୃତ ହଇରାଣ ହେଉଛି ସିଏ ହିଁ ଜାଣୁଛି। ଏଇ ନିକଟସ୍ଥ ଏରିଆ ଲୋକ ହିଁ ହଇରାଣ ହେଉଛନ୍ତି ବେଶୀ, ଅଲଗା ସମସ୍ତେ ତ ହଇରାଣ ହେଉଛନ୍ତି। କିଛି ରାଜନୀତି ହେଇଥିବ ମେ ବି। ଆଉ ଗୋଟେ ଆମେ ଶୁଣୁଥିଲୁ ଯେ କେତେ କୋଟି ଟଙ୍କା ଡ୍ରେନେଜରେ ସାଂସନ ହେଇଛି, ସେଇଟା ବି ହିସାବ ମିଳୁନି କିଛି। ବାବଦରେ କ'ଣ ଖର୍ଚ୍ଚ ହେଇଛି, କି ଖାଇଦେଇଛି, କ'ଣ କରିଛି, ସେଇଟା ଭଗବାନଙ୍କୁ ଜଣା। ଆମେ ଆଉ କିଛି ଜାଣିନୁ। ଆମେ କେବଳ ଗୋଟିଏ ଷ୍ଟେପ୍ ନେଇପାରିବୁ, ଆମର ଯେଉଁଟାକି ସମ୍ବିଧାନରେ ଅଛି, ଆମେ ପବ୍ଲିକ ପ୍ରୋଟେଷ୍ଟ କରିପାରିବୁ। ଆଉ ଶାନ୍ତିପୂର୍ଣ୍ଣ ଭାବେ ଆମେ କରୁଛୁ। ସେମିତି କୌଣସି ଜରୁରୀକାଳୀନ ଗାଡ଼ିକୁ ଆମେ ବ୍ରେକ୍ କରୁନୁ। ଆମେ ଆମର ଲୋକ ହଇରାଣ ହେଲେ ସେଟାକୁ ହାଇଲାଇଟ୍ ହେବ। ତେଣୁ ଯେତେବେଳେ ଯାଉଛୁ ଆମକୁ ତ ବାଲାନ୍ସ ୟଙ୍ଗ ପିଲା ସେମାନେ ପାର କରି ପଳେଇ ଆସୁଛନ୍ତି। ଆମେ ବାଲାନ୍ସ ଶିଖେଇ ଗଲା ବେଳକୁ ସେ କେଉଁ ଯଦି ଗୋଡ଼ ଲାଗିଯାଉଛି ସେ ଉଠି ପାରୁନି, ଉଠି ପଡ଼ିଗଲା, ବାଲାନ୍ସ ରହିଲାନି। ଏ ଯେଉଁ ପାଣିରେ ପଶିଲା ବେଳକୁ ଖାଲିରେ ପଡ଼ିଗଲା, ସ୍କୁଟିଟା ପଡ଼ିଗଲା, ଗୋଡ଼ ଦିଥର ମୋର ଭାଇ। ନର୍ଦ୍ଦମା ପାଣି ସବୁ ଯଦି ଲାଟ୍ରିନ୍ ପାଣି ସବୁ ପଶିକି କଥା ହେଉଛି, ମାନେ କିଛି ନ୍ୟାୟ ମିଳିଲାନି। କାହାକୁ ମୁଁ ମୋର କାହାକୁ ଜଣେଇଥିଲେ? କାହାକୁ ଜଣେଇବି ମୁଁ ମୋର ଯାଇକି ଆପଣ ଗୋଡ଼ ଭାଙ୍ଗି ଯାଇଛି ନାଇଁ ଏଇ ପାଣିରେ ପଡ଼ିକି? ଆଉ ଧନ୍ୟବାଦ। ମାନେ ଅପରେସନ ହବାର ଥିଲା, ମୁଁ ତାକୁ ପ୍ଲାଷ୍ଟରରେ ରହିଲି। ଯାଉ ଏବେ ଟିକେ ବେଟର ହେଇଛି, କିନ୍ତୁ ବର୍ତ୍ତମାନ ଆଉ ଏପର୍ଯ୍ୟନ୍ତ ଆଉ ସ୍କୁଟି ଚଳୁନି। ଇଏ ମାନେ ବର୍ଷେ 2 ବର୍ଷ ତଳର ଘଟଣା ନୁହେଁ। ଦୀର୍ଘ 4 ବର୍ଷ ହେଲା ଆମ ପଞ୍ଚାୟତ ଏଭଳି ସମସ୍ୟା ଦେଖି ଆସୁଛି। ଏ ସମସ୍ୟାକୁ ନଜର କରି ଏ ରୋଡରେ କେବଳ ଆଜି ପ୍ରଥମ ଥର ପାଇଁ ନୁହେଁ, 3 ଥର ବସି ସାରିଲୁଣି। ଏମିତିକି ଆପଣ ବିଡିଓ ଠୁ ଆରମ୍ଭ କରି, କଲେକ୍ଟର ଠୁ ଆରମ୍ଭ କରି, ଆମର ଅର୍ବାନ ମିନିଷ୍ଟର ଯିଏ ଅଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ବି ଜାଗା ଉପରକୁ ଆଣିକି ଜାଗା ଉପରକୁ ଦେଖିଛନ୍ତି। ଗୋଟେ ନିକଟବର୍ତ୍ତୀରେ ଗୋଟେ ପ୍ରୋଗ୍ରାମ ହଉଥିଲା, ତାକୁ ଆସିକି ଦେଖିକି ଯାଇଥିଲୁ। ସେ ସାଙ୍ଗେ ସାଙ୍ଗେ ସେଠୁ ତାଙ୍କର ଯିଏ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ତାଙ୍କୁ ବି ଡାକିଥିଲେ। ତାଙ୍କ ଏକ୍ଜିକ୍ୟୁଟିଭ ମେମ୍ବର ମାନେ ଆସିକି ଦେଖିକି ବି ଯାଇଥିଲେ ପାଣି କୋଉ ପଟେ ହବ, କିନ୍ତୁ କିଛି ସୁଫଳ ମିଳୁନାହିଁ। କାହିଁକି ମିଳୁନାହିଁ? ଆମେ ଏଠି ଠିଆ ହଉଛୁ, କିନ୍ତୁ ପାଣିଟା ଯୋଉଠୁ ଆସୁଛି, ଯୋଉ ପୌରପାଳିକାରୁ ଆସୁଛି, ପୌରପାଳିକା ମାନେ ସବୁ ନିର୍ଘଣ୍ଟରେ ଶୋଉଛନ୍ତି, କାହିଁକିନା ତାଙ୍କୁ କିଛି ଅସୁବିଧା ହଉନି, ସେ ପାଣି ଛାଡି ଦଉଛନ୍ତି। ପାଣି ଆମ ଗାଁକୁ ଯାଉଛି। ଆମର ଯୋଉଠି ପାଣି ସୋର୍ସ ରହୁଛି, ଆମେ ଯୋଉଠି ପ୍ରତିଦିନ ପାଣି ବ୍ୟବହାର କରୁଛୁ, ସେ ପାଣି ଆଜି ଦୂଷିତ। ଏମିତି 3 ଥର ହେଇଗଲାଣି। ଥାନାବାଲା ଆସିବେ, ଥାନାବାଲା ବୁଝେଇଦେବେ, ନାଇଁ ଆଜି ରୋଡ ଷ୍ଟ୍ରାଇକ୍ କରନ୍ତୁନି, ଏଇଟା କରନ୍ତୁନି। ଆଜ୍ଞା, ଆମର ସମାଧାନ ଆପଣ କରିପାରିବେ କି? ଆପଣ କରିପାରୁନାହାନ୍ତି। ଯଦି ଆପଣ ଏଠି ଆସୁଛନ୍ତି ଆମକୁ ବୁଝାଉଛନ୍ତି, ତାହେଲେ ଆମକୁ ପ୍ରତିଶ୍ରୁତି ଦେଇକି ଯାଆନ୍ତୁ, ଗୋଟେ ରିଟିନ୍ ଆକାରରେ ଆମେ 24 ଘଣ୍ଟା ଭିତରେ କରିଦେବୁ। ଥାନା କଥାରେ ଆମେ ଉଠିଯିବୁ, ଥାନା ଗଲା। ତାପରେ ଏବେ ଆମେ ସକାଳ 6ଟାରୁ 11:30 କି 12ଟା ହେଲାଣି, ଗୋଟେ କିଏ ବି ପ୍ରତିନିଧି ଆଜି କହୁଛନ୍ତି ଗଭର୍ଣ୍ଣମେଣ୍ଟ ହଲିଡେ। ଆଜ୍ଞା, ପବ୍ଲିକ ଲୋକଙ୍କ ପାଇଁ ଗଭର୍ଣ୍ଣମେଣ୍ଟ ହଲିଡେ ଏଇ ଅସୁବିଧାରେ ଘରେ ଶୋଇବେ? ଏଠି ଜଣେ ଲୋକ କହିଲେ, ଆଉ ଏସି କହିଛନ୍ତି। ଆଜ୍ଞା, ଏସି କହିଲେ ବା ଯେଇ ଅଧା ଲୁଗା ପିନ୍ଧିକି ଏଠିକି ଆସିବେ। ନା ଜେଇଙ୍କର ଦେଖା ଅଛି, ନା ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, କାହାର ଏଠି ଦେଖା ନାହିଁ। ଭାବୁଛନ୍ତି ମାନେ ଲୋକମାନେ ଏଠି ପଞ୍ଚାୟତ ଲୋକ ହିନସ୍ଥା ଲୋକ, ଏମାନେ କିଛି କରିପାରିବେ ନାହିଁ। ଆଉ ସିଏ ସେଇଆ ହିଁ ଭାବୁଛନ୍ତି। ଯୋଉଠି ଏଇଠି ସାମ୍ବାଦିକ ଭାଇ ମାନେ ଆମକୁ ଜଣାଉଛନ୍ତି ଯେ ତମେ ଏଠି କିଛି କରିପାରୁନ। ଆଜ୍ଞା, ହଁ ସତରେ ଆମେ କିଛି କରିପାରୁନୁ। ବର୍ଷ 2 ବର୍ଷ ହବ ଆମେ ଯୋଉ ରୋଡ ଉପରକୁ ଆସିକି କିଛି କରିପାରୁନୁ। ଆମକୁ ଗୋଟେ ଆଳ ଦେଖାଯାଉଛି, ଲୋକ ହଇରାଣ ହଉଛନ୍ତି। ଏପଟେ ମୋ ବସ୍ ଠିଆ ହଉଛି, ଏପଟେ ଏଇ ବସ୍ ଠିଆ ହଉଛି। ଆଜ୍ଞା, ସିଏ ସିନା ଦିନକ ପାଇଁ ତାଙ୍କୁ ଅସୁବିଧା ଛାଡ଼ିଦେବୁ, ଆମେ ଦୀର୍ଘ ଦଶନ୍ଧି ଧରି ଆମେ ହଇରାଣ ହେଇଯାଉଛୁ। ଆଜି ଆପଣ ଏଇଠି ମାନେ ଭିଜୁଆଲରେ ସେମାନେ ଦେଖେଇବେ, ମାନେ ଲାଟ୍ରିନ୍ ପାଣି ଏଇପଟେ ଯାଉଛି। ଆଜ୍ଞା, କେବଳ ପଞ୍ଚାୟତବାସୀ ନୁହେଁ, ଏମିତି ପଞ୍ଚାୟତ ଦେଇକି ଏପଟେ ବହୁତ ଗାଁ ଅଛି, ଲୋକ ହଇରାଣ ହଉଛନ୍ତି ଏଠି। କିନ୍ତୁ ନା କେହି ଏଠି ବିଧାୟକଙ୍କୁ ଜଣାଇଛି, ବିଧାୟକଙ୍କୁ ଜଣାଇଲା ପରେ କଲେକ୍ଟରଙ୍କୁ ଜଣାଇଛି, କଲେକ୍ଟରଠୁ ତାଙ୍କ ପରେ ଆମେ ଚେଷ୍ଟା କଲୁ ବିଡିଓ ଅଫିସକୁ, କଲେକ୍ଟର ଆସିଥିଲେ, କଲେକ୍ଟରଙ୍କୁ ଜଣାଇଲା ପରେ ଆମେ ଚିନ୍ତା କଲୁ କଲେକ୍ଟରଙ୍କ ପାଖରେ ଯଦି ସୁଫଳ ମିଳୁନି, ତାର ଅର୍ବାନ ମିନିଷ୍ଟରଙ୍କୁ କହିବା, ଅର୍ବାନ ମିନିଷ୍ଟରଙ୍କୁ ଦେଖେଇଲୁ। ତାହେଲେ ଆମେ ଏବେ କଣ କରିପାରିବୁ? ରାସ୍ତା ବନ୍ଦ ଛଡା ଆମ ପାଖରେ ଆମ କଥା କେହି ଶୁଣୁନାହାନ୍ତି। ରାସ୍ତା ବନ୍ଦ କରିକି ବସିବୁ, ଥାନାକୁ ଗଲେ ଯିବୁ, ଜେଲ ଯିବୁ, ଆଉ କଣ? ଏଇଆ ତ କଥା। ଆଉ କଣ ଶେଷ କଥା ହଉଛି ଏଇଆ।
ଆଉ କଣ କରିପାରିବୁ ରାସ୍ତା ରୋକ କରିକି ଏଠି ବସିବୁ ଦେଖାଯାଉ କେତେବେଳେ କୋଉ ବାବୁ ମାନଙ୍କର ନିଦ ଭାଙ୍ଗୁଛି ଆଜି ଛୁଟି ଅଛି ଆସିପାରିବେ ନାହିଁ ତାହେଲେ ଠିକ ଅଛି ଆମେ ଏଠି ବସୁଛୁ ଯେତେ ସମୟ ଧରି ଚାଲୁଛି ଚାଲୁ ମାନେ ଆମେ ପଞ୍ଚାୟତରୁ ରେଜୁଲେସନ କରି ଥାନା म्युनिसिपालिटी की जो म्युनिसिपालिटी एग्जीक्यूटिव अफिसर विभिन्न आड़े ब्लॉक सब आड़े जनइला पर भी आज जाके तार किसी प्रतिकार करना आम भी आगु धर्मघट करी 10 मिनिटिया करके सब किसी कला आज म्युनिसिपालिटी जो बड़ भाई आख्या देकी विधायक भी जनइचु म्युनिसिपालिटी बड़ भाई आख्या करी माने तांको पानीटा माने पानीर धर्म हूँ तलू आसवा किंतु नुहे जे तांकर नाला नर्दमा पानी जो कौन तांकर लाट्रिन पानी आम पंचायत को आसो कौन करेंगे आप सरकार शुणुनी म्युनिसिपालिटी शुणुनी कि आप एमती आंदोलन ये केते दिन चलिबो बा कोन आंदोलन कौन आम पंचायत जगह को आम पोथी देबू आम पंचायत जगह को आम पोथी देला परे तांको म्युनिसिपालिटी पानी से म्युनिसिपालिटी रखंदु तांकर नर्दमा पानी म्युनिसिपालिटी तांकर से रखंदु आम पंचायत कहीं ड्रेन नहीं ना किछि नहीं आम पंचायत को कहीं आसीबो प्रशासन सहित आलोचना करिसेनी कोन समाधान बाटा करिचु थाना आई संगे करिचु हाँ तार समाधान हबो आ जाय किछि समाधान नहीं कौन से समाधान बाटटा कौन बाटटा सेमान तो बाट किछि तार प्रतिकार करि पाइलेनी आज से कहउछन मु एबे कथा से पानीटा एई गुडा तो एई जगह आसी गई एई पोटरे फेर से पोले रे भारी पड़तला लोकन सहित आलोचना करथले वाटर ट्रीटमेंट प्लांट जदि हेई परंता म्युनिसिपालिटी करि परंता त ए पानी गुरा सेठी ट्रीटमेंट हेई के भलो पानी त बाहर को जानता हाँ भल हाँ से कले काई करूनी सेटा म्युनिसिपालिटी जानिथेबे आमे तो कहि परिबुनु ए आंदोलन पर आगु आ कोन करिवे आगु तो आमे कलेक्टर देखा करिवु कलेक्टर देखा करिवु ना नहीं देखा करिसु फेर एबे भी देखा करिवु आउ थरे न